କାହା ପାଖରୁ କ'ଣ ଶିଖିବା? କିପରି ଚାଲିବାକୁ ହୁଏ? ଜନ୍ଦା ପିମ୍ପୁଡ଼ି ଠାରୁ ଶିଖିବା। କେତେବେଳେ ଉଠିବା? କୁଆ ଓ କୁକୁଡ଼ା ଠାରୁ ଶିଖିବା। କିପରି ସଞ୍ଚୟ କରିବା? ମହୁମାଛି ଠାରୁ ଶିଖିବା। କିପରି ଦାନ କରିବା? ବୃକ୍ଷ ଠାରୁ ଶିଖିବା। କିପରି ସହିବାକୁ ହେବ? ବସୁଧା ଠାରୁ ଶିଖିବା। କିପରି ଜୀବନକୁ ଗଢ଼ିବା? ଶାସ୍ତ୍ର ଠାରୁ ଶିଖିବା। କିପରି ଈଶ୍ୱରଙ୍କର କରୁଣା ପାଇବା? ଗୁରୁଙ୍କ ଠାରୁ ଶିଖିବା। କିପରି ଭଲକୁ ଗ୍ରହଣ କରିବା? ହଂସ ଠାରୁ ଶିଖିବା। କିପରି ନିର୍ବିକାର ହେବା? ସୂର୍ଯ୍ୟଙ୍କ ଠାରୁ ଶିଖିବା। କିପରି ଏକାଗ୍ରତା ବଢ଼ାଇବା? ବଗ ଠାରୁ ଶିଖିବା। କିପରି ବିପଦକୁ ଏଡ଼ାଇବା? କଚ୍ଛପ ଠାରୁ ଶିଖିବା। କିପରି ଆନନ୍ଦ ଉପଭୋଗ କରିବା? ସମୁଦ୍ର ଠାରୁ ଶିଖିବା। କିପରି ନିଷ୍ଠାବାନ ହେବା? ଚାତକ ଠାରୁ ଶିଖିବା। ଏ ସଂସାରରେ କିପରି ରହିବା? ପଦ୍ମ ପତ୍ରରେ ଥିବା ପାଣି ଠାରୁ ଶିଖିବା। କିପରି ସୁଖୀ ହେବା? ହାତୀର କଇଁଥ ଖୁଆରୁ ଶିଖିବା। ଜୟ ଅପମାନିତ ହେବାକୁ ଡରନ୍ତୁ ନାହିଁ, କାହିଁକି ନା ଅପମାନକୁ ଡରିଲେ ଆମେ କିଛି କରିପାରିବା ନାହିଁ। ସବୁବେଳେ ମୁଣ୍ଡ ଉଠେଇ କଥା ହୁଅନ୍ତୁ, କାହିଁକି ନା ଆପଣ କାହାର ଗୋଲାମ ନୁହନ୍ତି ଯେ ମୁଣ୍ଡ ତଳକୁ ନଇଁବେ। ଜୀବନରେ ଏମିତି ଲୋକଙ୍କ ସହିତ ବନ୍ଧୁତା ରଖନ୍ତୁ ଯେ ଆପଣଙ୍କ ସାଥିରେ ଦର୍ପଣ ଆଉ ଛାଇ ପରି ରହିବ। କାରଣ ଦର୍ପଣ କେବେ ମିଛ କୁହେନି, ଛାଇ କେବେ ଛାଡ଼ିକି ଯାଏନି। ସମ୍ପର୍କ ତ ସୂର୍ଯ୍ୟ ଆଉ ସୂର୍ଯ୍ୟମୁଖୀ ଫୁଲ ପରି ହେବା ଦରକାର। ଯେଉଁ ପଟେ ସୂର୍ଯ୍ୟ ସେହି ପଟେ ସୂର୍ଯ୍ୟମୁଖୀ। ସବୁବେଳେ ମୁଁ ଚେଷ୍ଟା କରେ କାହା ମନରେ ଦୁଃଖ ନ ଦେବା ପାଇଁ, ହେଲେ ସମସ୍ତେ ଭୁଲି ଯାଆନ୍ତି କି ମୋର ବି ଗୋଟେ ମନ ଅଛି। ତୁମେ ମୋ ବିଶ୍ୱାସ, ତୁମେ ମୋ ନିଶ୍ୱାସ, ତୁମେ ମୋ ଜୀବନ ଧାରା। ତୁମେ ହିଁ ମାରିବ, ତୁମେ ହିଁ ତାରିବ, ତୁମେ ମୁକ୍ତି ପଥ ପରା। ଯେତେବେଳେ ଆପଣ କ୍ରୋଧିତ ଥାନ୍ତି ସେତେବେଳେ ନିଜକୁ ନିଜ ଆୟତରେ ରଖିବା କଷ୍ଟକର ହୋଇଥାଏ। ବରଂ ସେହି ସମୟରେ ଏହି ସ୍ଥାନ ଛାଡ଼ି ଚାଲି ଆସିଲେ କ୍ରୋଧ କମି ଯାଇଥାଏ। ସହଜ ଭାବରେ ଦୀର୍ଘ ଶ୍ୱାସ ନେବା, ନିଜର ଧ୍ୟାନ ଅନ୍ୟ କୌଣସି କଥାରେ କେନ୍ଦ୍ରୀଭୂତ କରିନେବା, କ୍ରୋଧର ପରିମାଣ ହ୍ରାସ ହୋଇଥାଏ। କୌଣସି ସ୍ଥିତିରେ କ୍ରୋଧର ପ୍ରଭାବ ଆମ କାର୍ଯ୍ୟାଳୟ, ନିଜ ସମ୍ବନ୍ଧ ବା ଅନ୍ୟମାନଙ୍କ ଉପରେ ପଡ଼ିବା ଉଚିତ ନୁହେଁ। ଦୃଷ୍ଟି ସମ୍ପର୍କ ମୌଖିକ ସଞ୍ଚାରରେ ମୁଖ୍ୟ ଭୂମିକା ଆଖିର ରହିଛି। ଏମିତି ଲୋକ ଯିଏ ଦୃଷ୍ଟି ତଳକୁ କରି କଥା ହୁଏ, କଥା ହେଲା ବେଳେ ନଜର ମିଳେଇ କଥା ହେବା ବଦଳରେ ମୁହଁ ତଳକୁ କରି କଥା ହୁଏ, ଏମାନଙ୍କ ଭିତରେ ଆତ୍ମବିଶ୍ୱାସର ଅଭାବ ଥାଏ। ଏହି ଲୋକମାନେ ନିଜ କଥା ସପକ୍ଷରେ କୌଣସି ପ୍ରକାର ତଥ୍ୟ ପ୍ରସ୍ତୁତ କରିପାରନ୍ତି ନାହିଁ ଏବଂ ଯଦି ବି ତଥ୍ୟ ପ୍ରସ୍ତୁତ କରନ୍ତି ମାନେ ତାହା ଉପରେ ବିଶ୍ୱାସ କରିପାରନ୍ତି ନାହିଁ। ଆପଣଙ୍କର ଆତ୍ମବିଶ୍ୱାସର ପ୍ରତୀକ ହେଉଛି ଆପଣଙ୍କର ଆଖି। ତେଣୁ ଆପଣ କାହା ସହ କଥାବାର୍ତ୍ତା କରୁଥିବା ସମୟରେ ଦୃଷ୍ଟି ତଳକୁ ନ କରି ଆଖିରେ ଆଖି ମିଳାଇ କଥା ହୁଅନ୍ତୁ। ଦୂରତା ବି ଧ୍ୟାନ ରଖନ୍ତୁ। କିଛି ଲୋକ ଅଭ୍ୟାସ ବଶତଃ କଥାବାର୍ତ୍ତା କରୁଥିବା ସମୟରେ ସମ୍ମୁଖରେ ଥିବା ବ୍ୟକ୍ତିଙ୍କୁ ବାରମ୍ବାର ସ୍ପର୍ଶ କରିଥାନ୍ତି। ଥଟ୍ଟାରେ ସେମାନଙ୍କ ପିଠିରେ କାନ୍ଧରେ ହାତ ରଖିଥାନ୍ତି। ଏହି ପ୍ରକାର କାର୍ଯ୍ୟକଳାପ ଯୋଗୁଁ ମାନେ ଆପଣଙ୍କ ଠାରୁ ଦୂରେଇ ରୁହନ୍ତି। ସାମ୍ନାରେ ଥିବା ବ୍ୟକ୍ତିଙ୍କ ଠାରୁ ଏକ ନିର୍ଦ୍ଦିଷ୍ଟ ଦୂରତା ବଜାୟ ରଖିବା ସାଧାରଣ ଶିଷ୍ଟାଚାରର ଅନ୍ତର୍ଭୁକ୍ତ। ଜୟ ଶ୍ରୀ ଜଗନ୍ନାଥ।